ମୋ ନାଁ ତରୁଣ, ବୟସ 19 ବର୍ଷ, ଘର ଗଡ଼ତପୁର କେନ୍ଦ୍ରାପଡ଼ା। ଆଜି ମୁଁ ଆପଣମାନଙ୍କୁ ଏକ ଏମିତି କାହାଣୀ କହିବାକୁ ଯାଉଛି ଯେଉଁ କାହାଣୀକୁ ଶୁଣିଲା ପରେ ଆପଣମାନଙ୍କର ପାଣି ନିଶ୍ଚୟ ବାହାରିଯିବ। ଆମ ଘରେ ମୋ ବାପା ବୋଉ ଆଉ 3 ଭଉଣୀ ଆଉ ମୁଁ ଏକମାତ୍ର ପୁଅକୁ ନେଇ ଆମ ପରିବାର। ତା ଛଡ଼ା ଆମର ବଡ଼ ବାପା ଆଉ ବଡ଼ ବୋଉ ଆମେ ସମସ୍ତେ ଭୁବନେଶ୍ୱରରେ ରହୁ। ମୋ ବାପା ଜଣେ କଲେଜ ଲେକ୍ଚର ଭୁବନେଶ୍ୱରରେ ଚାକିରି କରନ୍ତି। ମୋ ବୋଉ ମଧ୍ୟ ଜଣେ କର୍ମଜୀବୀ ଆଉ ଭଉଣୀମାନେ ସବୁ ଅବିବାହିତ। ମୋ ବଡ଼ ବାପା ଆଉ ବଡ଼ ବୋଉ ଗାଁରେ ରୁହନ୍ତି। ତାଙ୍କର 2ଟି ଝିଅ ସବୁ ବିବାହିତ। ମୁଁ ଛୋଟ ହୋଇଥିବା ବେଳୁ ବାପାଙ୍କ ସାଙ୍ଗରେ ଗାଁକୁ ଯାଏ, କିନ୍ତୁ ଯେବେଠାରୁ ବଡ଼ ହେଲି କଲେଜକୁ ଗଲି ସେବେଠାରୁ ଗାଁକୁ ଯାଇ ବଡ଼ ବୋଉ ବଡ଼ ବାପାଙ୍କୁ ଦେଖା କରି ଟଙ୍କା ପଇସା ଦେଇ ସେଠାରୁ ମୁଁ ଚାଲି ଆସେ। ମୋ ବଡ଼ ବୋଉଙ୍କ ବିଷୟରେ କହିବାକୁ ମୁଁ ଭୁଲି ଯାଇଛି। ନାଁଟି ତାଙ୍କର ସୁମିତ୍ରା, ବୟସ 52 ବର୍ଷ। ଆପଣମାନେ ଭାବୁଥିବେ 52 ବର୍ଷର ଗୋଟେ ଦର ବୁଢ଼ୀ ସହ ଗେହିବାରେ କେଉଁ ସୁଖ। ପାଠକେ ଆପଣମାନେ ମୋ ବଡ଼ ବୋଉଙ୍କୁ ଦେଖିଲେ ଆପେ ଆପେ ଆପଣମାନଙ୍କର ବାଣ୍ଡ ପୁରା ଚିଡ଼ା ହୋଇଯିବ, କାରଣ ସେ ବହୁତ ସୁନ୍ଦରୀ। 52 ବର୍ଷରେ ମଧ୍ୟ ସେ ବିଲକୁଲ ଗୋଟେ ରାଜ୍ୟର ରାଜାଙ୍କର ପାଟରାଣୀ ଭଳି ଦେଖନ୍ତି। ଆପଣମାନେ ହିନ୍ଦୀ ଫିଲ୍ମର ମହିଳା ଅଭିନେତ୍ରୀ ରୀମା ଲାଗୋଙ୍କୁ ଦେଖିଥିବେ। ବିଲକୁଲ ମୋ ବଡ଼ ବୋଉ ଅବିକଳ ତାଙ୍କରି ପରି। ତାଙ୍କର ବୟସ ଗଡ଼ିଗଲେ କ'ଣ ହେବ, ରୂପରେ କିନ୍ତୁ ତେଜ ତାଙ୍କର କମି ନଥାଏ। ତାଙ୍କ ଦୁଧ ସାଇଜ 38କୁ ବିଶାଳକାୟ ବୋଇତ କୋଖାରୁ ଭଳିଆ ଗାଣ୍ଡି, ଗୋରା ତକ୍ ତକ୍ ହାତର ବାହା, ଚିକଣିଆ ଗୋରା ଗାଲକୁ ଦେଖିଲେ ଆପେ ଆପେ ବାଣ୍ଡ ଛିଡ଼ା ହୋଇଯାଏ। ମୁଁ ଯେବେଠାରୁ ମୋବାଇଲରେ ଗିଆ ଭିଡ଼ିଓ ଦେଖିଲି ସେବେଠାରୁ ମୋର ବିଶେଷ କରି ରୀମା ଲୋକଙ୍କୁ ଦେଖିଲେ ମୋର ବଡ଼ ବୋଉଙ୍କ କଥା ମନେ ପଡ଼େ ଆଉ ବାଣ୍ଡ ମୁଁ ହଲେଇ ଦିଏ। ଏହା ସାଧାରଣ କଥା। ଦିନକର ଘଟଣା, ବାପା ମୋତେ ଗାଁକୁ ପଠାଇଲେ। ଗାଁରେ ଥିବା ଧାନ ଜମିରେ ଧାନ ଅମଳ ପାଇଁ ବଡ଼ ବାପାଙ୍କ ସହ ମିଶି ବୁଝାସୁଝା କରିବାକୁ। ବୋଉ ରାଜି ହେଉନଥିଲା। ବାପା ବାଧ୍ୟ କରିବାରୁ ଶେଷରେ ମୁଁ ଗାଁକୁ ଗୋଟେ ଦିନ ପାଇଁ ଗଲି। ବଡ଼ ବୋଉ ଦେଖି ଭାରି ଖୁସି। ବଡ଼ ବାପା ମୋତେ ଖାଇସାରି ବିଲ ଆଡ଼େ ଯିବାକୁ ଡାକିଲେ, ହେଲେ ବଡ଼ ବୋଉ ମନା କଲା। କହିଲେ ପିଲାଟା କ'ଣ ବିଲକୁ ଯିବ, ସେ ମୋ ପାଖରେ ରହିବ। ତେଣୁ ବଡ଼ ବାପା ଏକୁଟିଆ ବିଲକୁ ଗଲେ। ଘରେ ଆମେ ଦୁହେଁ ରହିଲୁ। ମୋର ଖାଲି ବାଣ୍ଡଟା ଟେକି ହୋଇକି ରହୁଥାଏ। ବଡ଼ ବୋଉଙ୍କର ଦହଲୁଥିବା 2ଟି ବଡ଼ ବଡ଼ ଗାଣ୍ଡି ଆଉ ଦୁଧ ଭାରି ମସ୍ତ ଲାଗୁଥାଏ। ମୁଁ ତାଙ୍କ କଥା ଟିକେ ଭାବିକି ଶୋଇଲା ଘରେ ତକିଆ ଧରିକି ବାଣ୍ଡକୁ ହଲାଉଥିବା ସମୟରେ ସେ ହଠାତ୍ ଘର ଭିତରକୁ ପଶି ଆସିଲେ। ମୋର କାର୍ଯ୍ୟକଳାପ ଦେଖି ବୁଝିବାକୁ ଡେରି ହେଲାନି। ସେ ହସି ଦେଇ କହିଲେ, କ'ଣ କରୁଥିଲୁ? ମୁଁ ଟିକେ ଲଜ୍ଜିତ ହୋଇ କହିଲି, ନା ନା ସେ କିଛି ନୁହଁ। ମୋ ପ୍ୟାଣ୍ଟର ଅବସ୍ଥାକୁ ଦେଖି କହିଲେ, କିଛି ନୁହଁ? କ'ଣ କହୁଛୁ? ମୁଁ ଜାଣେ ତୁ କାହା କଥା ମନରେ ଭାବି ମୁଠି ମାରୁଥିଲୁ, କହିକି ହସିଦେଲେ। ମୁଁ ତଳକୁ ମୁହଁ କଲି। ସେ ମୋ ପାଖରେ ଆସି ବସି ପଡ଼ିଲେ। ମୋତେ ଗୋଟେ ଗେଲ କଲେ। କହିଲେ, ବାବା, ଯାହା କଥା ଭାବୁଥିଲୁ ତାକୁ ମନେ ପକେଇ ମୋ ସହ କାମ ଚଳେଇ ଦେଉନୁ। ମୁଁ ତାଙ୍କ ମୁହଁକୁ ଚାହିଁ ତାଙ୍କ କଥାକୁ ଶୁଣି ପୁରା ଆଶ୍ଚର୍ଯ୍ୟ ହୋଇଗଲି। ସେଦିନ ଜାଣିଲି ଯେ ମୋ ବଡ଼ ବୋଉ ବଡ଼ ଗିହାଳିଆ ମାଇକିନା। ଆସି ବୁଢ଼ୀ ବୟସରେ ମଧ୍ୟ ଗିହା ଖାଇବାକୁ ତାଙ୍କର ଭାରି ମନ। ମୋତେ କହିଲେ, ଆରେ ବୋକା ଭଳି କ'ଣ ଦେଖୁଛୁ? ମୋର ଭାରି ଗଲୁ ହେଉଛି। ଟିକେ ତୋର ଟୋକା ମସ୍ତ ଯନ୍ତ୍ରକୁ ଆଣି ବିଲରେ ହଳ କରିଦେ, କେହି ଜାଣିବେନି। ତମ ଭିତରେ କଥା ରହିବ। ମୁଁ ଗରମରେ ଆଉ ସମ୍ଭାଳି ନପାରି ସିଧା ଚଢ଼ିଗଲି ବଡ଼ ବୋଉଙ୍କ ଉପରେ। ତାଙ୍କ ମୁହଁ ସାରା ଚୁମା ମାରି ଦେଇଗଲି। ଦର୍ଶକ ବନ୍ଧୁ, ତାଙ୍କ ଗୋରା ଚିକଣିଆ ଗାଲକୁ କାମୁଡ଼ି ଓଠକୁ କାମୁଡ଼ି ପକେଇଲି। ସେ ମୋତେ କହିଲେ, ଆରେ ତରତର ହଅନି, କପଡ଼ା ଖୋଲିବାକୁ ଦେ, କହି ବ୍ଲାଉଜର ବଟନକୁ ଖୋଲିବାକୁ ଲାଗିଲେ। ମୁଁ ତାଙ୍କ ଦେହରୁ ବ୍ଲାଉଜକୁ ପୁରା ଫିଟେଇ ଦେଲି। ଉଫ୍, କ'ଣ ଲାଗୁଥିଲେ। ତାଙ୍କର ଲମ୍ବା ପାଚିଲା ଅମୃତ ଭଣ୍ଡା ଭଳିଆ ଦୁଧକୁ 2 ହାତରେ ଧରି କାମୁଡ଼ି ମୋ ଦାନ୍ତରେ ରଗଡ଼ିବାକୁ ଲାଗିଲି। ସେ ପୁରା ଗରମ। ତାଙ୍କ ନାକରୁ ଗରମ ପବନ ବହିଗଲା। ତାଙ୍କ ଲୁଗାପଟା ଖୋଲି ପକେଇଲି। ସାୟା କାଢ଼ିବାକୁ ଯାଉଛି ସେ ମୋତେ କହିଲେ, ବାବା, ମୋତେ ପୁରା ଲଙ୍ଗଳା କରନେଇ, କିଏ ପଳେଇ ଆସିବ। ସାୟା ଟେକି କାମ ଚଳେଇ ଦେ। ମୁଁ ତାଙ୍କର ସାୟାକୁ ଟେକି ଲଙ୍ଗଳା ଗାଣ୍ଡିକୁ ଦଳିବାକୁ ଲାଗିଲି। ପୁରା ସ୍ପଞ୍ଜ ଭଳି ଗାଣ୍ଡି। ତାଙ୍କର ମୋଟା ଗୋରା ଗୋରା ଜଙ୍ଘକୁ ନାକରେ ଘଷି ତାଙ୍କ ବାଳୁଆ ବିହେକୁ ଆଙ୍ଗୁଳି ପୂରେଇ ସଲସଲ କରିବାକୁ ଲାଗିଲି। ସେ ପୁରା ଗରମ ହୋଇ ତାଙ୍କ ପାଟିରୁ ଖାଲି ଇସ୍ ଇସ୍ ଶବ୍ଦ ବାହାରୁଥାଏ।
ମୁଁ ଟିକେ ଜିଭକୁ ତାଙ୍କ ବାଳୁଆ ବିଆରେ ସଲସଲ କଲି। ସେ ଗରମରେ ପୁରା କମ୍ପି ଉଠି କ'ଣ ହେଉଛି ରେ କ'ଣ ହେଉଛି, ମୁଁ ଆଉ ସମ୍ଭାଳି ପାରୁନି କହିକି ଗାଣ୍ଡିକୁ ପକେଇଲେ ଉଠେଇଲେ। ମୁଁ ଖାଲି ଏପଟେ ତାଙ୍କର ଦୁଧ ଦୁଇଟାକୁ ଦଳି ଦଳି ତାଙ୍କ ବାଳୁଆ ବିଆ ଆଉ ଗାଣ୍ଡିକୁ ଜିଭ ଲଗେଇ ଲଗେଇ ଖୁବ୍ ଚାଟୁଥାଏ ଆଉ ତାଙ୍କୁ ପୁରା ଗରମ କରୁଥାଏ। କିଛି ସମୟ ତାଙ୍କ ବାଳୁଆ ବିଆରେ ଜିଭ ପୂରେଇ ତାଙ୍କ ବାଳୁଆ ବିଆକୁ ଚାଟିବା ପରେ ତାଙ୍କ ବାଳୁଆ ବିଆରୁ ଭସ୍ ଭସ୍ ହୋଇ କିଛି ଲାଳ ବହିଗଲା, ଯେଉଁ ଲାଳ କି ମୋତେ ଏକ ଅପୂର୍ବ ଆନନ୍ଦ ଦେଲା। ମୁଁ ସେ ଲାଳକୁ ନାକ ଲଗେଇ ଶୁଙ୍ଘିଲି, ଜିଭ ଲଗେଇ ଚାଟିଲି, ହାତ ମାରି ଆଙ୍ଗୁଳିରେ ସଲସଲ କଲି। ତାପରେ ସେ ଟିକେ ଉପରକୁ ଉଠିଲେ ଆଉ ପୁଣି ମୁଁ ତାଙ୍କୁ ପଲଟେଇ ଦେଇ ତାଙ୍କ ଗାଣ୍ଡି ପାଖକୁ ଚାଲିଗଲି ଆଉ ତାଙ୍କ ଗାଣ୍ଡି କଣାକୁ ନାକ ଲଗେଇ ଶୁଙ୍ଘିବାକୁ ଲାଗିଲି। ଦୁଇ ହାତରେ ତାଙ୍କ ଗାଣ୍ଡିକୁ ଫାଡ଼ି ତାଙ୍କ ଗାଣ୍ଡି କଣା ଭିତରେ ନାକ ପୁରେଇ ପୁଣି ଶୁଙ୍ଘିଲି ଏବଂ ମୁଁ ମୋର ଜୀବକୁ ନେଇ ତାଙ୍କ ଗାଣ୍ଡି କଣାରେ ପୂରେଇଲି। ତାଙ୍କ ଗାଣ୍ଡିର ସ୍ୱାଦ ମୋତେ ଏମିତି ଲାଗୁଥିଲା ଯେମିତି ମୁଁ କେଉଁ ରାଜପ୍ରସାଦ ଭୋଗ ଖାଉଛି। ପୁଣି ତାଙ୍କ ଗାଣ୍ଡିକୁ 5ରୁ 10 ମିନିଟ୍ ମୁଁ ଚାଟି ଚାଲିଲି। ସେ ପୁରା ଗରମରେ ଖାଲି କମ୍ପି ଉଠୁଥାନ୍ତି, ମୁଁ କିନ୍ତୁ ଛାଡ଼ୁନଥାଏ। ଏମିତି 5ରୁ 10 ମିନିଟ୍ ତାଙ୍କ ଗାଣ୍ଡି ଭିତରେ ମୁହଁ ପୂରେଇ ଗାଣ୍ଡିକୁ ଶୁଙ୍ଘି ଗାଣ୍ଡି କଣାକୁ ଜିଭରେ ଚାଟି ଗାଣ୍ଡି କଣାକୁ ପୁରା ଲାଳୁଆ କରିଦେଲି। ତାପରେ ମୋତେ ତାଙ୍କ ଗାଣ୍ଡିରେ ଘେଇବାକୁ ଇଚ୍ଛା ହେଲା। ମୁଁ ତାଙ୍କ ବିଆକୁ ଛାଡ଼ି ପ୍ରଥମେ ଗାଣ୍ଡିରେ ଘେଇବାକୁ ସ୍ଥିର କଲି। ତାପରେ ତାଙ୍କୁ କିଛି ନ କହି ସିଧା ନେଇ ତାଙ୍କ ପାଟିରେ ମୁଁ ମୋର ବାଣ୍ଡକୁ ଗଳେଇ ଦେଲି। ସେ ବି ପୁରା ମଜାରେ ମୋର ବାଣ୍ଡକୁ ଚଷିବାକୁ ଲାଗିଲେ, କାହିଁକି ନା ସେ ପୁରା ଗରମ ହୋଇକି ଥିଲେ। ଏମିତି ସେ ମୋର ବାଣ୍ଡକୁ 5 ମିନିଟ୍ ଖଣ୍ଡେ ଚଷିଲେ। ତାପରେ ମୋ ବାଣ୍ଡ ପୁରା ଛିଡ଼ା ହେଲା ପରେ ମୋ ବାଣ୍ଡକୁ ନେଇ ତାଙ୍କୁ ଡଗି ପୋଜରେ ରଖି ସିଧା ତାଙ୍କ ଗାଣ୍ଡିକୁ ଫାଡ଼ି ତାଙ୍କ ଗାଣ୍ଡି କଣାରେ ବାଣ୍ଡକୁ ଗଳେଇଲି। ଭାଗ୍ୟବଶତଃ ଗୋଟେ ଥରକେ ମୋର ବାଣ୍ଡ ପୁରା ତାଙ୍କ ଗାଣ୍ଡି ଭିତରେ ଗଳିଗଲା, କାହିଁକି ନା ତାଙ୍କ ଗାଣ୍ଡି ପୁରା ଲାଳୁଆ ହୋଇକି ଥିଲା। ସେ ପୁରା ଚିଲେଇ ଉଠିଲେ। ମୁଁ ତାଙ୍କୁ ସେଇ ପୋଜିସନରେ ଦୁଇ ଦୁଧକୁ ଧରି ନିର୍ଧୁମ ଧକ୍କା ମାରି ମାରି ଗାଣ୍ଡିରେ ଘେଇ ଚାଲିଲି। ପାଖାପାଖି 10 ମିନିଟ୍ ଗାଣ୍ଡିରେ ଘେଇଲି। ତାପରେ ତାଙ୍କୁ ପୁଣି ପଲଟେଇ ଦେଇ ମୁଁ ମୋର ଶୋଇଲି। ମୁଁ ମୋର ବେଡ଼ ଉପରେ ଶୋଇଲି ଆଉ ସେ ଆସି ତାଙ୍କର ବାଳୁଆ ବିଆକୁ ମେଲା କରି ମୋ ବାଣ୍ଡ ଉପରେ ବସି ତଳ ଉପରେ ହୋଇ ଦୁଲଦାଲ କରି ଦହଲି ଦହଲି ମୋ ବାଣ୍ଡକୁ ତାଙ୍କ ବିଆରେ ଭର୍ତ୍ତି କରି ନିର୍ଧୁମ ଘିଆ ଖାଇବାକୁ ଲାଗିଲେ। ଏମିତି ପାଖାପାଖି 5 ମିନିଟ୍ରୁ 10 ମିନିଟ୍ ଖଣ୍ଡେ ମୁଁ ଏଇ ପୋଜିସନରେ ଘେଇଲି। ତାପରେ ତାକୁ ପୁଣି ଉଠେଇ ଦେଇ ତାଙ୍କର ଦୁଇ ଗୋଡ଼କୁ ଫାଡ଼ି ମୋ କାନ୍ଧରେ ଦେଇ ପୁଣି ତାଙ୍କ ବିଆରେ ପୁଳାଏ ଛେପ ମାରି ପୁଣି ତାଙ୍କ ବିଆରେ ବାଣ୍ଡ ପୁରେଇ ଘେଇବାକୁ ଲାଗିଲି। ଏଥର ମୁଁ 15ରୁ 20 ମିନିଟ୍ ଖଣ୍ଡେ ଘେଇଛି। ମୋତେ ଲାଗିଲା ମୋର ବୀର୍ଯ୍ୟ ବାହାରିବ, କିନ୍ତୁ ମୋର ବାଣ୍ଡରୁ କିଛି ସମୟ ପରେ ସତେ ସତେ ବୀର୍ଯ୍ୟ ବାହାରିଗଲା। କିନ୍ତୁ ବାଣ୍ଡ ପୁରା ଲୁହା ଭଳି ଟାଣ ହୋଇକି ଥାଏ। ମୁଁ ଉଠି ପଡ଼ି ସିଧା ସଳଖ ମୋ ବାଣ୍ଡକୁ ବଡ଼ ବୋଉର ବିଆ ଆହୁରି ଭିତରକୁ ମାଡ଼ିଲି ଆଉ ବଡ଼ ବୋଉକୁ ପିଠି ତଳୁ ଦୁଇ ହାତରେ ଜାବୁଡ଼ି ଧରି ନିର୍ଘାତ ପୁଣି ଆହୁରି ଘେଇଁ ଚାଲିଲି। ମୁଁ କ'ଣ କରୁଥାଏ କିଛି ମୁଁ ବୁଝିପାରୁନଥାଏ। କି ସୁଖ, ବିଲକୁଲ ସ୍ୱର୍ଗ ସୁଖ ଭଳି। ଗୋରା ଚିକଣିଆ ଗାଲକୁ ଦୁଇ ପଟୁ କାମୁଡ଼ି ଓଠକୁ କାମୁଡ଼ି କାମୁଡ଼ି ମୁହଁ ସାରା ଚୁମା ଦେଇ ଦୁଧକୁ ମଝିରେ ମଝିରେ କାମୁଡ଼ିକୁ ମୁଁ ଘେଇଁ ଚାଲିଥାଏ। ଏଇଭଳି ଭାବରେ ଆହୁରି 5 ମିନିଟ୍ ଖଣ୍ଡେ ଘେଇଲି। ମୋର ପୁଣି ବୀର୍ଯ୍ୟ ବାହାରିବାର ସମୟ ଆସିଲା ଆଉ ଏଥର ମୁଁ ମୋର ବାଣ୍ଡକୁ ତାଙ୍କ ବିଆରୁ କାଢ଼ି ସିଧା ତାଙ୍କ ମୁହଁ ପାଖକୁ ନେଇଗଲି। ସେ ମଧ୍ୟ ପୁରା ଗରମ ହୋଇକି ଥିଲେ ଆଉ ସିଧା ମୁଁ ମୋର ସବୁ ବୀର୍ଯ୍ୟକୁ ତାଙ୍କ ପାଟି ଭିତରେ ଛାଡ଼ିଦେଲି। ସେ ମଧ୍ୟ ମହା ଆନନ୍ଦରେ ମୋର ସବୁ ବୀର୍ଯ୍ୟକୁ ଢକିକି ଚାଟିକି ପୁରା ସଫା କରିଦେଲେ। ତାପରେ ଆମେ ଦୁଇଜଣ ଉଠି ଧୁଆଧୁଇ ହୋଇ ଆମେ ଆମ କାମରେ ଲାଗିଲୁ। ଯେତେଦିନ ପର୍ଯ୍ୟନ୍ତ ମୁଁ ତାଙ୍କ ଘରେ ରହିଲି, ମନ ଇଚ୍ଛା ବଡ଼ ବାପା କାମକୁ ଗଲା ପରେ ମୁଁ ତାଙ୍କୁ ନିର୍ଧୁମ ଘେଇଲି। ରୋଷେଇ କଲାବେଳେ କେତେବେଳେ ପଛରୁ ଯାଇ ସେ ଗାଣ୍ଡି ଦେଖାଉଥିଲେ ଆଉ ନଇଁ ପଡ଼ି ମୁଁ ତାଙ୍କ ଗାଣ୍ଡିରେ ବାଣ୍ଡ ଉପରେ ଘେଉଁଥିଲି। ଦର୍ଶକ ବନ୍ଧୁ, ଏ ଥିଲା କାହାଣୀ କେମିତି ଲାଗିଲା କମେଣ୍ଟ ସେକ୍ସନରେ ଆପଣଙ୍କ ମତାମତ ନିହାତି ଜଣାଇବେ। ହଁ, ଆଉ ଗୋଟେ କଥା, ଯଦି ଆପଣମାନେ ଏ ପର୍ଯ୍ୟନ୍ତ ଆମ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ କରିନାହାନ୍ତି ତାହେଲେ ଏହି ଭିଡ଼ିଓର କମେଣ୍ଟ ସେକ୍ସନରେ ଆମ ଟେଲିଗ୍ରାମ ଚ୍ୟାନେଲର ଲିଙ୍କ୍ ପିନ୍ କରାହେଇଛି। ଜଲ୍ଦି ଯାଇ ଆମ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ କରନ୍ତୁ। ଆପଣମାନେ ସେଠି କିଛି ଏମିତି ଜିନିଷ ଦେଖିବାକୁ ପାଇବେ ଯାହାକି ଆପଣମାନେ ପୁରା ଖୁସି ହୋଇଯିବେ, ଯାହାକି ମୁଁ ଆପଣମାନଙ୍କୁ ଏ ୟୁଟ୍ୟୁବରେ କହିପାରିବିନି, କାରଣ ୟୁଟ୍ୟୁବର ଗାଇଡ଼ଲାଇନ୍ ଅନୁସାରେ ସେ କଥା ଏଠି ମୁଁ ଆପଣମାନଙ୍କୁ କହିପାରିବିନି। ଆପଣ ଯାଇ ପ୍ରଥମେ ଟେଲିଗ୍ରାମରେ ଜଏନ୍ କରନ୍ତୁ। ରହୁଛି, ଧନ୍ୟବାଦ।